ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ପକ୍ଷରୁ ଭକ୍ତକବି ଗୋପାଳକୃଷ୍ଣଙ୍କ ଜନ୍ମ ଜୟନ୍ତୀ ପାଳନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଭଣ୍ଡାରୀ ସାହି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଆଜି ଭକ୍ତକବି ଗୋପାଳକୃଷ୍ଣଙ୍କ 241ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ଏବଂ ଉତ୍କଳ ହିତୈଷିଣୀ ସମାଜ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଆବାହକ ଡାକ୍ତର ଭୁବନେଶ୍ୱର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କବିଙ୍କ ସ୍ୱରଚିତ 5 ଗୋଟି ପ୍ରେମାନୁଭୂତି ସଙ୍ଗୀତ ଗୁଡ଼ିକ ବିଶିଷ୍ଟ ଦୂରଦର୍ଶନ ଓ ଆକାଶବାଣୀ ସ୍ୱୀକୃତି ଲାଭ କରିଥିବା କଣ୍ଠଶିଳ୍ପୀ ବାଲିଖାନ କୋମାଳଙ୍ଗୀ ଏବଂ ଡାକ୍ତର ବିଦ୍ୟୁତ ଶେଖର ମିଶ୍ର ନିଜର କଣ୍ଠ ଦାନ କରିଥିଲେ। ଏହି ଅବସରରେ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗବେଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ବକ୍ତା ଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା, ସମ୍ମାନିତ ଅତିଥି ରୂପେ ଡାକ୍ତର ନଳିନୀ ସାବତ ପ୍ରମୁଖ ଯୋଗ ଦେଇ ଭକ୍ତ କବିଙ୍କ ଜୀବନୀ ଏବଂ ପଦ୍ୟାବଳୀ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ବିବରଣୀ ପାଠ କରିଥିବା ବେଳେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରଜାନନ୍ଦ ପଟ୍ଟନାୟକ, ଇଞ୍ଜିନିୟର ଶ୍ୱେତା ପଟ୍ଟନାୟକ, ଶଶିଭୂଷଣ ପଟ୍ଟନାୟକ, ସ୍ନେହା ବେହେରା, ପିଜୁ ସ୍ୱାଇଁ, ପାୟଲ ପାତ୍ର, ବର୍ଷା ରାଉତ ପ୍ରମୁଖ ଏହାର ପରିଚାଳନା କରିଥିଲେ।